ବନ୍ଧୁଗଣ ଆଜି ଆମେ ଭିଡିଓରେ ଆପଣଙ୍କୁ ଭୂତ ପ୍ରେତ ପାଇଁ କାଳ ଅଟେ ଏହି ଗଛର ଚେର ଧାରଣ କଲେ ମିଳିବ ଚମତ୍କାରୀ ଫାଇଦା। ଭିଡିଓଟିକୁ ଦେଖିବା ଆଗରୁ ଭିଡିଓଟିକୁ ସବସ୍କ୍ରାଇବ କରନ୍ତୁ, ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ। ଭିଡିଓଟିକୁ ପୁରା ଦେଖିବେ। ବନ୍ଧୁଗଣ ଏହି ପ୍ରକୃତିରେ 84 ଲକ୍ଷ ୟୁନିରେ ଭୂତ ପ୍ରେତ ପିଶାଚ ଇତ୍ୟାଦିର ଗଣନା ଆସିଥାଏ। ମନୁଷ୍ୟର ଶରୀରର ପଞ୍ଚତତ୍ୱରେ ତିଆରି ହୋଇଥାଏ, କିନ୍ତୁ ଭୂତ ପ୍ରେତ 3ଟି ତତ୍ୱରେ ତିଆରି ହୋଇଥାଏ। ତେଣୁ ମନୁଷ୍ୟ କେବେ ବି ପିଶାଚକୁ ଡରିବା ଉଚିତ ନୁହେଁ। ଥରେ ଇନ୍ଦ୍ରଦେବ ବୃହସ୍ପତି ଦେବଙ୍କୁ ପଚାରିଲେ ଯେ ମନୁଷ୍ୟ କିଭଳି ଭୂତ ପ୍ରେତ ଠାରୁ ନିଜକୁ ଦୂରେଇ ରଖିବ। ଏହି ବିଷୟରେ ବୃହସ୍ପତି ଦେବ କହିଛନ୍ତି ଯେ ମନୁଷ୍ୟକୁ ଭୂତ ପ୍ରେତ ଲାଗିଥିଲେ ତାହା କିପରି ଜଣା ପଡ଼ିବ। ବନ୍ଧୁଗଣ ଭୂତ ପ୍ରେତ ଲାଗିଥିବା ବ୍ୟକ୍ତିର ଶରୀରର ଓଜନ ଅଧିକ ବଢ଼ିଯାଏ ଏବଂ ଆଖି ମଧ୍ୟ ନାଲି ପଡ଼ିଯାଏ। ଏହା ବ୍ୟତୀତ ସେମାନେ ଅଧିକ ଖାଦ୍ୟ ଖାଇବା ବ୍ୟତୀତ ନ ଖାଇ ଏଣୁ ତେଣୁ କହିବାରେ ଲାଗନ୍ତି। ଭୂତ ପ୍ରେତ ଲାଗିଲେ ବ୍ୟକ୍ତି ନିଦରେ ଚାଲିବା ଆରମ୍ଭ କରେ। ସେମାନେ ଅତୃପ୍ତ ଆତ୍ମା ହୋଇଥିବାରୁ ସେମାନଙ୍କୁ ଶେଷ ମଧ୍ୟ ଅଧିକ ଲାଗିଥାଏ, ଶୋଷ ମଧ୍ୟ ଅଧିକ ଲାଗିଥାଏ। ତେବେ ବାସ୍ତବରେ ଭୂତ ପ୍ରେତ ଲାଗିଛି ବୋଲି ଜାଣିବା ପାଇଁ ମଧ୍ୟ ସଂକେତ ରହିଛି। ଭୂତ ପ୍ରେତ ଲାଗିଥିଲେ ସେହି ବ୍ୟକ୍ତିର ନାଡି ଧୀର ହୋଇଯାଇଥାଏ ଏବଂ ଦେହରୁ ଅତ୍ୟନ୍ତ ଦୁର୍ଗନ୍ଧ ଝାଳ ବାହାରିଥାଏ। ଏଥିରୁ ବର୍ତ୍ତିବା ପାଇଁ ସ୍ୱୟଂ ଭଗବାନ ଶିବ ମାତା ପାର୍ବତୀଙ୍କୁ କିଛି ଉପାୟ କରିଛନ୍ତି। ଯେଉଁ ବ୍ୟକ୍ତି କୌଣସି ସାତ୍ତ୍ୱିକ ମନ୍ତ୍ରର ଜପ କରିଥାଏ ତାକୁ ଭୂତ ପ୍ରେତ ବାଧା ସୃଷ୍ଟି କରିପାରେ ନାହିଁ। ଏହା ବ୍ୟତୀତ ଭୂତ ପ୍ରେତ ଔଷଧି ଦ୍ୱାରା ମଧ୍ୟ ଆପଣ ଭୂତ ପ୍ରେତ ଠାରୁ ଦୂରେଇ ରହିପାରିବେ। ତାକୁ ଜଳାଇ ଭୂତ ଲାଗିଥିବା ବ୍ୟକ୍ତିଙ୍କୁ ଶୁଙ୍ଘାଇ ଦେଲେ ଭୂତ ଦୂରେଇ ଯାଏ। ଯେଉଁ ବ୍ୟକ୍ତି ତୁଳସୀ ମୂଳ ଧାରଣ କରିଥାଏ ସେହି ବ୍ୟକ୍ତିକୁ ଭୂତ ପ୍ରେତ ପ୍ରଭାବିତ କରେ ନାହିଁ। ଧଳା ମନ୍ଦାର ଗଛର ଚେର ରବି ପୁଷ୍ୟ କିମ୍ବା ଗଣେଶ ଚତୁର୍ଥୀ ଦିନ ଧାରଣ କଲେ ସବୁ ପ୍ରକାରର ଭୂତ ପ୍ରେତ ବାଧାରୁ ମୁକ୍ତି ମିଳିଥାଏ। ଧଳା ମନ୍ଦାର ମୂଳକୁ ତାବିଜରେ ପୁରାଇ ହାତରେ କିମ୍ବା ବେକରେ ଧାରଣ କରି ପାରିବେ। ଏହା ବ୍ୟତୀତ ନିଗୁଣ୍ଡି ଗଛର ଡାଳ ଏବଂ ମୂଳ ଭୂତ ପ୍ରେତ ପାଇଁ କାଳ ଅଟେ। ମଙ୍ଗଳବାର ଦିନ ଏହାକୁ ଶ୍ରୀ ହନୁମାନଙ୍କୁ ଭେଟ କରି ଧାରଣ କଲେ ଭୂତ ପ୍ରେତ ସମସ୍ୟା ଦୂର ହୋଇଯାଏ। ପାରଦ ଗୁଟିକାକୁ ବ୍ୟକ୍ତି ଧାରଣ କଲେ କିମ୍ବା ପାଖରେ ରଖିଲେ ବ୍ୟକ୍ତିକୁ କାହାକୁ ବି ଭୟ କରିବାର ଆବଶ୍ୟକତା ନାହିଁ।
ଏହା ମହାଦେବଙ୍କ ଅଂଶ ଅଟେ। ତେଣୁ ଏହାକୁ ଧାରଣ କଲେ ଭୂତ ପ୍ରେତ ପାଖକୁ ସୁଦ୍ଧା ଆସିପାରିବେ ନାହିଁ। ବନ୍ଧୁଗଣ, ଭିଡିଓଟି କେମିତି ଲାଗିଲା କମେଣ୍ଟ ଜରିଆରେ ଜଣାଇବେ। ଭିଡିଓଟିକୁ ସବସ୍କ୍ରାଇବ କରନ୍ତୁ, ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ। ଆଗକୁ ଦେଖିବା ପାଇଁ ଭିଡିଓ ଏମିତି ଭଲ ଭିଡିଓ ପ୍ରଥମେ ଆପଣଙ୍କ ପାଖରେ ପହଞ୍ଚିବା ପାଇଁ ଭିଡିଓ ବେଲ୍ ଆଇକନକୁ ଅଲ୍ ରେ ପ୍ରେସ୍ କରିବେ। ଧନ୍ୟବାଦ।